କାହିଁକି ଜିଲିୟସ୍ ଏବେ ସ୍କୁଟି ଆଣିବେ? ଏଇ ଗାଡ଼ି ଆଣିବା କ'ଣ ଠିକ୍ କି? ଏଇ ଗାଡ଼ି ଆଣିବା ଦ୍ୱାରା କ'ଣ ଲାଭ ଅଛି ବା କ୍ଷତି ଅଛି, ଚାଲନ୍ତୁ ଆଜି ଜାଣିବା। ନମସ୍କାର, ଜୟ ଜଗନ୍ନାଥ। ଆଉ ଗୋଟେ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଚାଲନ୍ତୁ ଆଜି ଜାଣିବା ଜିଲିଓ ଏବେ ସ୍କୁଟି ଆଣିବେ, ଲାଭ ଅଛି କ୍ଷତି ଅଛି ଆପଣମାନଙ୍କୁ ଚାଲନ୍ତୁ ଜାଣିବା। ତ ଭାଇମାନେ, ଆପଣମାନେ ବହୁତ କମେଣ୍ଟ ବା ଫୋନ୍ ନମ୍ବର ଦେଇଥିଲି, ଯେଉଁ ଭାଇମାନେ ଫୋନ୍ କରିଥିଲେ ମୋତେ ବା କମେଣ୍ଟ କରିଛନ୍ତି, ସେମାନଙ୍କୁ ପ୍ରଥମ କଥା ମୁଁ କହି ରଖିବି, ଏଇ ଯେଉଁ ଜିଲିଓ ସ୍କୁଟି ଆଣିଛନ୍ତି ବା ଆଣିବାଟା ଠିକ୍ ଭୁଲ ମୋତେ ପଚାରୁଛନ୍ତି। ତ ନିହାତି ରୂପରେ ମୁଁ ତ କିଛି କହିବିନି, ଆଣ କି ନ ଆଣ କହିବିନି, କାହିଁକିନା ମୁଁ ନା ପ୍ରମୋଟ୍ କରୁଛି ନା ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ସେମିତି ବଡ଼ ଚ୍ୟାନେଲ୍ ଅଛି ମୁଁ କିଛି ପଇସା ନେଉଛି ସେମାନଙ୍କ କତିରୁ, ସେମିତି କିଛି ନାହିଁ। ମୁଁ ଯେଉଁଟା ରିଅଲ୍ ମୋ ଗାଡ଼ି ଚଲେଇବାରେ ଯାହା ଘଟୁଛି ମୁଁ ସେଇଟା ହିଁ ରିଅଲ୍ ଦେଖାଉଛି। ତା ଦେହରେ ବି କିଛି ଗୋଟେ ଭାଇ ଆମର ଅଭଦ୍ର କମେଣ୍ଟ କରିଥିଲେ। ଠିକ୍ ଅଛି, କରନ୍ତୁ ଭାଇ, କହିବା ଲୋକ ତ ବହୁତ ଅଛନ୍ତି, ଆଉ ସେଥିରେ କିଛି କଥା ନାହିଁ। ତ ଆପଣମାନେ ଏ ସ୍କୁଟି ଆଣିବେ କି ନାହିଁ ସେଇଟା ମୁଁ କହୁଛି କି ଆପଣମାନଙ୍କ ଖୁସି। ମୁଁ କୌଣସି ପ୍ରମୋଟ୍ କରୁନି କେଉଁ କମ୍ପାନୀର, କି ମୁଁ କମ୍ପାନୀ କତିରୁ ପଇସା ନେଉନି କିମ୍ବା କମ୍ପାନୀକି ବି ବଦନାମ କରୁନାହିଁ। ମୋ ଗାଡ଼ିଟେ ଅଛି, ମୁଁ ସେଇଥିପାଇଁ ମୋର ନିଜେ ଭିଡ଼ିଓ କରୁଛି ବା ମୋ ଦ୍ୱାରା ଯାହା ଘଟୁଛି ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁଛି ବା ଆପଣମାନେ ଜାଣନ୍ତୁ ବୋଲି ମୁଁ ଏଇ ଭିଡ଼ିଓଟି କରୁଛି। ତ ନିହାତି ରୂପରେ ତ ମୁଁ କହି ରଖିବି, ନିହାତି ବର୍ତ୍ତମାନ ଯେଉଁ ସମସ୍ୟା ସରକାରଙ୍କ ଦ୍ୱାରା ବା ଆମର ପରିବହନ ବିଭାଗ ଦ୍ୱାରା ଯେଉଁ ବର୍ତ୍ତମାନ ଅବସ୍ଥା ଅଛି, ଗାଡ଼ି ପେଟ୍ରୋଲ ଗାଡ଼ି ବା ଡିଜେଲ ଗାଡ଼ି ହେଉ ବା ଯେକୌଣସି ଗାଡ଼ିର ଯେଉଁ ସମସ୍ୟା, ପଲ୍ୟୁସନ୍ ଆଉ ଏକ ପାଇଁ ବର୍ତ୍ତମାନ ଟାଇମ୍ର ଯଦି କୌଣସି ଚାକିରି ଫାକିରି କରୁଛନ୍ତି, ଇଭି ସ୍କୁଟି ନିହାତି ବେଟର୍ ରହିବ ଆପଣମାନଙ୍କ ପାଇଁ। ଆଉ ଇଏ ତ ଆହୁରି ବଢ଼ିଆ ବେଟର୍ ରହିବ, କାହିଁକି ଯେହେତୁ RTO ରେଜିଷ୍ଟର ନୁହେଁ, ତ ଇଏ ଆହୁରି ବେଟର୍ ରହିବ। ମାନେ ଖାଲି କହୁନି ଜିଲିଓ କମ୍ପାନୀ, ଅଲଗା କମ୍ପାନୀ ଅଛି ଯେଉଁଟାକି RTO ରେଜିଷ୍ଟର ନୁହେଁ ବା କୌଣସି ନମ୍ବର ଆସିନି, କୌଣସି ଇନ୍ସୁରାନ୍ସ କରିବାକୁ ପଡ଼ିବନି। ଖାଲି ଆପଣମାନେ ସେଫ୍ଟି ପାଇଁ ଆପଣ ହେଲମେଟ୍ ପିନ୍ଧିବା ନିହାତି ଆବଶ୍ୟକ। ବାକି ଆଉ କୌଣସି ଆବଶ୍ୟକ ନାହିଁ, ଲାଇସେନ୍ସ ପତ୍ର ଆରମ୍ଭ କରି କୌଣସି ଜିନିଷ ଆବଶ୍ୟକ ନାହିଁ। ତ ନିହାତି ଏଇ ଜିନିଷଟା ବେଟର୍ ରହିବ ଆପଣମାନଙ୍କର। ବାକି ଆଉ ଗୋଟେ ଭାଇ ଆମର କହୁଥିଲେ, ଭାଇ ଯେଉଁ ଇଭାସ୍ ମଡ଼େଲଟା ନେଇଛନ୍ତି 75,000 ଟଙ୍କାର ପଡ଼ିଛି, ଆଉ ତାଙ୍କର କହିଥିଲେ 80 କିଲୋମିଟର କ୍ଲେମ୍ କରିଥିଲେ, ଆଉ ତାଙ୍କର ଚାଲିଛି 65ରୁ 70 ଭିତରେ ଚାଲୁଛି। ମୁଁ କହି ରଖିବି ସେ ଭାଇଙ୍କୁ, ଯଦି ଏ ଭିଡ଼ିଓଟି ଦେଖୁଥିବେ ନିହାତି କମେଣ୍ଟ କରିବେ। ଯେତିକି କ୍ଲେମ୍ କରନ୍ତି କମ୍ପାନୀ, ଆଇଦର କମ୍ ଯିବ, 10 କିଲୋମିଟର 5 କିଲୋମିଟର କମ୍ ଯିବ। ଆଉ ଆପଣ ଯେଉଁ ଚଲେଇଛନ୍ତି ଲାଲ ଯେଉଁ ମାନେ ଲାଷ୍ଟ ଯେଉଁ ଅଛି, ଯେଉଁ ଲାଲ ଗାରଟା ଯେଉଁଟା ଆସେ, ସେଟା ହେଉଛି ପୁରା ଚଲେଇଥିଲେ କି ପୁରା ନିଲ୍ କରିସାରିଲା ପରେ ସେ 65 ଆସିଛି କି 70 ଆସିଲା, ଯେଉଁ କମେଣ୍ଟ କରିଛନ୍ତି ସେଇଟା ଦେଖିଥିବେ। ଆପଣ ଚଲେଇଛନ୍ତି, ଆପଣ ଜାଣିପାରିଥିବେ। ଆଉ କେତେ ଧର ଲାଲ ଥିବ, ଆହୁରି 5 କିଲୋମିଟର ପାଖାପାଖି ଚାଲିବ। ତ ନିହାତି କମ୍ପାନୀ ଯେତେ କ୍ଲେମ୍ କରୁଛି ସେତିକି ଯାଇପାରେ ନ ଯାଇପାରେ, ସେଇଟା ହେଉଛି ଆପଣ ଜାଣିଥିବେ। କମ୍ପାନୀ କ୍ଲେମ୍ କରନ୍ତୁ ଯେକୌଣସି ଗାଡ଼ିର, ଡିଜେଲ୍ ହେଉ ବା ପେଟ୍ରୋଲ ହେଉ, ଯେତିକି କ୍ଲେମ୍ କରନ୍ତି ସେତିକି ସେ ଯାଏ ନାହିଁ। ତ ନିହାତି ରୂପରେ ଏଇଟା ହେଉଛି ସେ କଥା, ସତ କଥା। ବାକି ମୁଁ ଯେଉଁ ଆଣିଛି ମୋ ବ୍ୟାଟେରୀଟି, ସେଇଟା ହେଉଛି ବଡ଼ ବ୍ୟାଟେରୀ, ଯେହେତୁ ଟିକେ ଅଧିକ କିଲୋମିଟର ଚାଲିଛି, ମୋର 150 ପାଖାପାଖି ଚାଲିଛି। 150 କହିଥିଲା, କିନ୍ତୁ 150 ମୁଁ ଚଲେଇ ନାହିଁ, 140 ଚଲେଇଛି। ଆଉ ଇଏ ହେଉଛି ସତ କଥା। ବାକି ଆଉ ଗାଡ଼ିର ଏଥିପାଇଁ ତ କୌଣସି ପ୍ରୋବ୍ଲେମ୍ ଆସେନି, ଯେହେତୁ 2-3 ମାସ ହେଇଛି। ଭାଇ ବି ଗୋଟେ ଜଣେ କମେଣ୍ଟ କରିଥିଲେ, ଭାଇ 2-3 ମାସର ଗାଡ଼ି, ସେଥିପାଇଁ କିଛି ପ୍ରୋବ୍ଲେମ୍ ଦେଖେ ନାହିଁ, ବର୍ଷେ ହେଲେ ଦେଖେ। ନିହାତି ମୁଁ ବି ଜାଣିଛି ବର୍ଷେ ହେଲା ପରେ ନିହାତି ଗାଡ଼ିର ପ୍ରୋବ୍ଲେମ୍ ଆସିବ, ମୋଟର ଫଟର ପ୍ରୋବ୍ଲେମ୍। ବା 2 ବର୍ଷକୁ ଯେଉଁ ୱାରେଣ୍ଟି ଦେଇଛନ୍ତି, 2 ବର୍ଷ ପରେ ବି ଆସିପାରେ, କିଛି ଅସୁବିଧା ନାହିଁ। ମୁଁ ଜାଣିଛି, ମୁଁ ବି ଗାଡ଼ି ଯେହେତୁ ଜଣେ ଡ୍ରାଇଭର, ମୁଁ ଜାଣିଛି ଗାଡ଼ିର ଛୋଟ ମୋଟ ପ୍ରୋବ୍ଲେମ୍ ଆସିବ। ଆଉ ବାକି ରହିଲା ଆପଣମାନେ କେଉଁ ସ୍କୁଟି ଆଣିବେ, ସେଇଟା ଆପଣଙ୍କ ଉପରେ ଡିପେଣ୍ଡ। ଆଉ ଯଦି ଆଣୁଛନ୍ତି କୌଣସି ଇଭି ସ୍କୁଟି, ଆପଣମାନେ ଯେଉଁମାନେ ୟୁଜ୍ କରୁଛନ୍ତି ସେମାନଙ୍କୁ ପଚାରିକି ନିହାତି ଆଣନ୍ତୁ ଇଭି ସ୍କୁଟି, ତ ବେଟର୍ ରହିବ। ସଜେସନ୍ ନିଅନ୍ତୁ। ବହୁତ ପ୍ରକାର କମ୍ପାନୀର ତ ଗାଡ଼ି ଆଇଲାଣି ଏବେ, ତ ଆପଣମାନଙ୍କୁ ଖୁସି, ଯେକୌଣସି ଗାଡ଼ି ଆଣିପାରିବେ ଆପଣମାନେ। ତ ରହିଲା ଇଏ ଆଜିକାର ଭିଡ଼ିଓ, ସ୍କୁଟି ଆଣିକି ନ ଆଣିଲେ କେତେ ଫାଇଦା କ'ଣ, ତ ନିହାତି ରୂପରେ ଆପଣମାନଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁ। ରହିଲା, ନମସ୍କାର, ଜୟ ଜଗନ୍ନାଥ। ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଆପଣମାନଙ୍କୁ ଯଦି ଭଲ ଲାଗୁଛି ଲାଇକ୍, କମେଣ୍ଟ, ସେୟାର ନିଶ୍ଚିତ କରିବେ।